नमस्कार एसआर भिडियोକୁ ଆପଣଙ୍କୁ ସ୍ୱାଗତ। ଆଜିର ବଡ଼ ଖବର, ପୁରୀ ଶ୍ରୀମନ୍ଦିରରେ ଆଜି ଅଘଟଣ। ବଡ଼ ଦେଉଳରୁ ଖସିଲା ପଥର। ଶ୍ରୀମନ୍ଦିରରୁ ଖସି ପଡ଼ିଲା ପଥର। ଶ୍ରୀମନ୍ଦିରରେ ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସି ପଡ଼ିଛି। ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତ କଣା ହୋଇଯାଇଛି। ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ମିଳିଛି। ତେବେ ମନ୍ଦିରରୁ ପଥର ଖସି ପଡ଼ିଥିଲେ ମଧ୍ୟ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିରରେ ଗାରଦରେ ଜମା କରାଯାଇଛି। ତେବେ ପଥରଟି ପ୍ରକୃତରେ କେଉଁଠି ପଡ଼ିଛି ସେ ନେଇ ଏଏସ୍ଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା।